କୋଡ ବାତିଲ କରିବା ଆମ ଦାବି। ଚାରିଟି ସମ କୋଡ ବାତିଲ କରିବା ଆମ ଦାବି। ଏମଏସପିର ଗ୍ୟାରେଣ୍ଟି ଦେବା ଆମ ଦାବି। ଆଶା ଅଙ୍ଗନବାଡି ପତ୍ରିକା ସହାୟକ ମାନଙ୍କୁ କର୍ମଚାରୀ ସରକାରୀ କର୍ମଚାରୀ ମାନ୍ୟତା ଆମ ଦାବି। ବାର୍ଷିକ ସର୍ବନିମ୍ନ ମଜୁରୀ 26,000 ଟଙ୍କା ପ୍ରଦାନ କରିବା ଆମ ଦାବି। 2025 ମସିହା ବିଦ୍ୟୁତ ସଂଗ୍ରହ ଆଇନ ବାତିଲ କରିବା ଆମ ଦାବି। ପ୍ରିପେଡ୍ ସ୍ମାର୍ଟ ମିଟର ବନ୍ଦ କରିବା ଆମ ଦାବି। ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ଆମ ଦାବି। ଇନକ୍ଲାବ ଜିନ୍ଦାବାଦ। ଯେ ଆପଣ ଆଜି କଣ କହିବେ? ମୋ ନାଁ ହଉଛି ରାମଚନ୍ଦ୍ର ଶଙ୍ଖୁଆ। ଆଜି କଣ କହିବେ? ମୋର କହିବା କଥା ହଉଛି ଯେ ବର୍ତ୍ତମାନ କେନ୍ଦ୍ରର ନରେନ୍ଦ୍ର ମୋଦୀ ବିଜେପି ସରକାର ନଭେମ୍ବର 21 ତାରିଖ ଦିନ ସେ ଗୋଟେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଆମର ଶ୍ରମିକ ମାନଙ୍କର ପାଇଁ ଯୋଉ ଆଗରୁ 49ଟା ଆଇନ ଥିଲା ତା ଦେହରୁ 29ଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି 4ଟି ଶ୍ରମ କୋଡ କରିଛନ୍ତି। এই শ্রম কোড হওয়া দ্বারা শ্রমিক মানকর কৌশি কিছু নৈতিকতা অধিকার রহব না, সেমানে আন্দোলন করিপারিবে নাই বা ট্রেড ইউনিয়ন গড়ি পারিবে নাই। এই সবু যে শ্রমিকଙ୍କୁ পুরা কীটদাসরে পরিণত করে দিয়া যাইছি তার প্রতিবাদ করে সারা ভারতের 10টি কেন্দ্রীয় ট্রেড ইউনিয়ন এই আহ্বান দিয়েছেন যে সরকারଙ୍କର এই যে শ্রমিক বিরোধী শ্রম কোড তাকে বাতিল করা আজ 12 মানে ফেব্রুয়ারি 12 সারা ভারতের ধর্মঘট অনুষ্ঠিত হচ্ছে। আমি দাবি করুছু যে সরকার এই যে শ্রমিক বিরোধী কোড আনিছেন তাকে অবিলম্বে প্রত্যাহার করুন। এই হচ্ছে প্রথম দাবি। তারপরে দ্বিতীয় দাবি আমার অছি কৃষক মানক বিরুদ্ধে সরকার এই যে মিনিমম সপোর্ট প্রাইস যেটা সরকার ঘোষণা করতে মূল্য বসাতে শস্যজাত পদার্থ উপরে তার মানে আইনগত গ্যারেন্টি দিয়ন্তু। ଆଉ ତା ସହିତ 2025 ମସିହାରେ ସେ ଗୋଟେ ବିଦ୍ୟୁତ ବିଲ୍ ଆଣିଛନ୍ତି ଯୋଉ ବିଲ୍ ଫଳରେ ଆମ ମାନେ ଯୋଉ ବ୍ୟବହାର କରୁଛନ୍ତି ବିଦ୍ୟୁତ ମିଟର ସେ ମିଟର ପରିବର୍ତ୍ତେ ପ୍ରିପେଡ୍ ସ୍ମାର୍ଟ ମିଟର ଲାଗିବ ଯୋଉଟା କି ଆମେ ଆଗେ ପଇସା ଦେଇକି ପଛରେ ବ୍ୟବହାର କରିବା ସେଟାକୁ ବନ୍ଦ କରିବା ପାଇଁ କହିଛୁ। ଆଉ ଆ ଭିତରେ ଅଛି ଯୋଉ ଆଶା ଅଙ୍ଗନବାଡି ପାଚିକା ସହାୟିକା ଯୋଉମାନେ ସ୍କିମ୍ ୱାର୍କର ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସଙ୍ଗେ ସଙ୍ଗେ ସର୍ବନିମ୍ନ ମଜୁରୀ ମାସକୁ 26,000 ଟଙ୍କା ଦେବାକୁ ବି ଦାବିରେ ଅଛି। এই ସବୁ ଦାବି ନେଇକି ଆଜି ସାରା ଭାରତ ବର୍ଷରେ ଏ ବନ୍ଦ ଡାକରା ଦିଆଯାଇଛି। ଆମେ ଏଇ ଭଣ୍ଡାରୀପୁର ଠାରେ ଆମର ଏଆଇ ୟୁଟିସି ନେତୃତ୍ୱରେ ଆମେ ଏଠି ବନ୍ଦ କରୁ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୁର ବ୍ଲକ। କଣ କହିବେ ଆଜି ଯୋଉ ଅଲ ଇଣ୍ଡିଆ ସମସ୍ତ ଶ୍ରମିକ ସଂଗଠନ ଶ୍ରମିକ ଏବଂ କର୍ମଚାରୀ ସଂଗଠନ ଯୋଉ ଧର୍ମଘଟ ଡାକରା ଦେଇଛି ଏ ବାବଦ କଣ କହିବେ? 4ଟା କୋଡକୁ ନେଇକି ତ ଧର୍ମଘଟ ଡାକରା ଦିଆହେଇଛି। ତା ଛଡା ମହିଳା ମାନେ ପାଚିକିଆ ଅଙ୍ଗନବାଡି ଆଶା ଏମାନଙ୍କ ଦାବି ବି ଅଛି। ତା ଛଡା 10ଟା ଟ୍ରେଡ୍ ୟୁନିୟନ ବାଲାଙ୍କର ଆମର ଥିଲା ଆଜି ଆଉ ତ ଏଇତ କଥା। ତାପରେ ଆପଣ ଯୋଉ 4ଟା ମୁଖ୍ୟ ଶ୍ରମିକ କୋଡ ରଦ୍ଦ କରିବା ପାଇଁ ଯୋଉ ଦାବି ସେ 4ଟା ଶ୍ରମିକ କୋଡ କଣ? ଶ୍ରମିକ କୋଡ ପାଇ କହିଲି ଆଶା ଅଙ୍ଗନବାଡି ପାଚିକିଆ ତାଙ୍କର ଉଚିତ ମୂଲ୍ୟ ଦରକାର, ତାଙ୍କ ଖଟିଣୀ ଅନୁସାରେ ତାଙ୍କୁ ଦରମା ମିଳୁନାହିଁ। ତା ଛଡା ଆଜି ସମାଜରେ ଯୋଉ ମହିଳା ମାନଙ୍କର ଯୋଉ ନିର୍ଯାତିତ ମାନେ ସମାଜରେ ହଉଛନ୍ତି। ମୁଁ ତ ପ୍ରଥମ କରି ଅଛି ଏଇ ଭଦ୍ରକ ଜିଲ୍ଲାର ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସେ ତରଫରୁ ଅଛି ଆଉ।